ଜାଣିଛନ୍ତି ତଡ଼କା ଆମେ ହୋଟେଲରେ ଖାଇଲେ ଭଲ ଲାଗେ ବଟ୍ ଘରେ ଖାଇଲେ ସେମିତି କାହିଁ ଲାଗେନି। ତା ପଛରେ ବହୁତ ଜିନିଷ ଥାଏ, ତାଙ୍କର ମେକିଂ ପ୍ରୋସେସ୍ ଟିକେ ଅଲଗା। ତ ମୁଁ ଆଜି ସେଇ ମେକିଂ ପ୍ରୋସେସ୍ରେ ମୁଁ ଆପଣଙ୍କୁ କରିକି ଦେଖେଇବି ଯେ ଯେମିତି ଆମେ ରେଷ୍ଟୁରାଣ୍ଟ କିମ୍ବା ଢାବାରେ ଆମେ ତଡ଼କା ଖାଉଛେ ସେଇ ଟାଇପ୍ର ଆମକୁ ଫ୍ଲେଭର ଆସିବା ଦରକାର। ଆଉ ଦ୍ୟାଟ୍ ଟୁ ବିଟା ଭେଜ୍ରେ ମୁଁ କରିଛି, ଆପଣଙ୍କୁ ଭେଜ୍ରେ କଲେ ବି ସେମ୍ ଟେଷ୍ଟ ଆସିବ। ତଡ଼କା ମାର୍କେଟରୁ କିଣିକି ଆଣିବେ, ତାକୁ ପୁରା 3-4 ଘଣ୍ଟା ପୂର୍ବରୁ ତାକୁ ବତୁରେଇ ଦେବେ। ଯଦି ରାତିରେ କରିବାର ଅଛି ତାହେଲେ ସକାଳୁ ବତୁରେଇ ଦେଇଥିବେ କିମ୍ବା ଦ୍ୱିପହରେ ବତୁରେଇ ପ୍ରେସରରେ ଫାଷ୍ଟ ସିଝେଇକି ରଖିଦେବେ। ଏଇଟା ହେଉଛି ମେନ୍ କାମ। ମେନ୍ ରହିଲା ଛୁଙ୍କ। କରେଇ ବସେଇବେ, ଭଲ ସୋରିଷ ତେଲ ପକାଇବେ। ଯେତେ ଭଲ ସୋରିଷ ତେଲ, ଯେତେ ଓରିଜିନାଲ୍ ତେଲ ପକାଇବେ ସେତେ ବେଟର୍ ରେଜଲ୍ଟ ଦେବ। ଭଲ ସୋରିଷ ତେଲ ଟିକେ ପକାଇବେ କିମ୍ବା ଛଣା ତେଲ ଦେଇଥିବ ତାହେଲେ ପକାଇ ପାରିବେ। ପଞ୍ଚ ଫୁଟଣ ଟିକେ ଭଲ କ୍ୱାଣ୍ଟିଟିରେ ପକାଇବେ, ଭଲ ପଞ୍ଚ ଫୁଟଣ ଟିକେ ପକାଇବେ। ପକାଇବେ ଆ ଦେହରେ ଆମର କଡ଼ି ପତ୍ତା ଯେଉଁଟାକି ଆମର କହନ୍ତି ଭେସୁଙ୍ଗା ପତ୍ର, ତା ଦେହରେ ପକାଇବେ ରସୁଣ। ଭେସୁଙ୍ଗା ପତ୍ର ରସୁଣ ପକାଇ ସାରିଲା ପରେ ତା ଦେହରେ ହାଲକା ହାଲକା ଆମେ ପିଆଜ ପକାଇବେ, ଆଉ କିଛି ଅଦା ଗୁଣ୍ଡ ପକାଇବେ। ଅଦାକୁ ଛୋଟ ଛୋଟ କରି ପିସ୍ କରି ରଖିଥିବେ। ଅଦା ରସୁଣ ଏସବୁକୁ ଅଲଗା ରଖିଥିବେ, ଆକୁ ଭଲସେ ଟିକେ ଭାଜିବେ। ଓକେ, ଦେଖନ୍ତୁ ଫ୍ଲେଭର ପ୍ରତିଟି ଜିନିଷରେ କରିବାର ଟେକ୍ନିକ୍ ଉପରେ ଡିପେଣ୍ଡ କରୁଛି। ନହେଲେ ସମସ୍ତେ ତ ସେମିତି ଗୋଳି ଥୋଇଦେବେ, ସେଇ ଟେଷ୍ଟ କେବେ ଆସିବନି। ଦେଖନ୍ତୁ ଅଦାର ଯେଉଁ ରସଟି ବାହାରିବ, ତେଲରେ ଏଇଟା ପଡ଼ିକି ଫ୍ରାଏ ହେବ ତ ତାର ଫ୍ଲେଭରିଂ କିଛି ଅଲଗା। ଦେଖନ୍ତୁ ଏଇଟା ମୁଁ ପକାଇଛି ଆମ୍ବ ଅଦା। ଫାଷ୍ଟ ନର୍ମାଲ ଅଦା ପକାଇଲି, ରସୁଣ ପକାଇଲି, ଏଇଟା ରହିଲା ଆମ୍ବ ଅଦା। ଆମ୍ବ କଷି ଯେଉଁଟା କୁହନ୍ତି ସେଇଟା ପକାଇଲି। ତାପରେ ପକାଇବି ପିଆଜ। ୟାକୁ ପକାଇକି ଟିକେ ଫ୍ରାଏ କରିବେ। ମନେ ରଖିବେ ଡିପ୍ ଫ୍ରାଏ କରିବା ଦରକାର ନାହିଁ, ହାଫ୍ ଫ୍ରାଏ କରିବେ। ଓକେ, ତାପରେ ପକାଇବେ। ଏଠି ମୁଁ ନେଇଛି କ'ଣ, ଯେହେତୁ ଏଥିରେ ପିଆଜ ସଣ୍ଡା ମାର୍କେଟରେ ଆଭେଲେବୁଲ୍ ଅଛି ତ ଭଲ ଟେଷ୍ଟ ଦେବା ପାଇଁ କିଛି ପିଆଜ ସଣ୍ଡା ଆପଣ ପକାଇବେ। ପକାଇକି ଟିକେ ହାଫ୍ ଫ୍ରାଏ ଆମକୁ କରିବାର ଅଛି। ହାଫ୍ ଫ୍ରାଏ କରିବାକୁ ଆମକୁ ଟିକେ ସମୟ ଲାଗିବ, ଯେହେତୁ ପିଆଜ ସଣ୍ଡା ଟିକେ ଟାଇମ୍ ନିଏ ଫ୍ରାଏ ହେବାକୁ। ଆମକୁ ସେ ଫ୍ରାଏ ହେବା ପାଇଁ ଟିକେ ନାକୁ ଟାଇମ୍ ଦେବାକୁ ପଡ଼ିବ। ଓକେ, ଫ୍ରାଏ ହେଇସାରିଲା ପରେ ଗୋଟେ ଫାଳ ଟମାଟୋ ମୁଁ ଏଠି ପକାଇଛି। ଯେଉଁ ଟମାଟୋ ଆପଣ କ୍ୱାଣ୍ଟିଟି ନେଇକି ଡିପେଣ୍ଡ କରୁଛି, ଆପଣ କେତେ କ୍ୱାଣ୍ଟିଟିରେ କରୁଛନ୍ତି। ମୁଁ ଏଠି ଧରନ୍ତୁ ଦୁଇ ଜଣ ଖାଇଲା ଭଳିଆ କରୁଛି ତ ମୁଁ ଏଠି ଫାଳେ ଟମାଟୋ ନେଇଛି। ଯଦି ଆପଣ ଅଧିକ କରିବେ ତ ସେ ଅନୁସାରେ ଆପଣ ଗୋଟେ ଟମାଟୋ ନେଲେ ଖଟା ଲାଗିବ। ଓକେ, ତ ସେଇ ଟାଇପ୍ରେ ଆକୁ ଆପଣ ନେଇକି ଫ୍ରାଏ କରିବେ। କୌଣସି ପ୍ରକାର ଫୁଲ୍ ଫ୍ରାଏ କରେ ନା, ଆମକୁ ହାଫ୍ ଫ୍ରାଏ କରିବାର ଅଛି। ଓକେ, ହାଫ୍ ଫ୍ରାଏ କରିକି ଆମକୁ ରଖିବାର ଅଛି। ତାପରେ ଆମକୁ ଟିକେ ହାଲକା ପାଣି ଦେଇକି ତାକୁ ଟିକେ ଲୁଣ, ତାର ଯେଉଁ ତଡ଼କା ମସଲା ମିଳେ ସେ ତଡ଼କା ମସଲା ଟିକେ ପକାଇବେ। ଆଉ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଏତେ ସବୁ ଜିନିଷ ପକାଇବା ଦରକାର ନାହିଁ, ଖାଲି ଟିକେ ତଡ଼କା ମସଲାକୁ ପକାଇଦେବେ। ତଡ଼କା ମସଲା ପକାଇକି ଟିକେ ଆକୁ କଷିଦେବେ। ତଡ଼କା ମସଲା ନର୍ମାଲି ଯଦି ପ୍ୟାକେଟ୍ ମସଲା ଆଣୁଛନ୍ତି କିଛି ବ୍ରାଣ୍ଡେଡ଼ କମ୍ପାନୀ ସେମାନେ ଦେବେ, ନାହିଁ ତ ମାର୍କେଟରେ ତଡ଼କା ମସଲା କିଛି ବ୍ରାଣ୍ଡେଡ଼ କମ୍ପାନୀ ଦେଖିକି ଆଣି ପକାଇବେ। ଓକେ, ଆକୁ ପକାଇଲା ପରେ ଯେଉଁ ତଡ଼କାଟାକୁ ଆମେ ସିଝେଇକି ରଖିଥାଉ ତାକୁ ଆ ଦେହରେ ପକାଇବେ। ପାଣି ଚିଆ ଆମେ କରିବାର ନାହିଁ କି ପାଣି ବି ପୁଳେ ଦେବାର ନାହିଁ, କେବଳ ସେ ମସଲାଟି ପାଇଁ ମୁଁ ତ ଦେଇଥିଲି। ଆଉ ସେଇ ଯେଉଁ ପ୍ରେସର କୁକରରେ ଥିଲା ଆମର, ତାକୁ ଟିକେ ପାଣି ଦେଇକି ଧୋଇକି ତା ଦେହରେ ପକାଇଦେଲି। ଏବେ ଆକୁ ଫୁଟିବା ପାଇଁ କିଛି ସମୟ ଛାଡ଼ିଦେବେ, ତାକି ଯେଉଁ ମସଲାଟା ଆମେ ପକାଇଛି ଏଇଟା ଭଲସେ ଫୁଟିଯାଉ। ମନେ ରଖିବେ ଚିକେନ ମସଲା ଆ ଦେହରେ ଯେମିତି ହେଲେ ପକାଇବେ। ତଡ଼କା ମସଲା ତ ଚିକେନ ମସଲା ହେଉଛି ମୋଷ୍ଟ ଇମ୍ପୋର୍ଟାନ୍ସ। ଆ ଦେହରେ ଗରମ ମସଲା ପକାଇବାର ନାହିଁ, ଆ ଦେହରେ ଆମକୁ ଚିକେନ ମସଲା ପକାଇବାର ଅଛି। ତଡ଼କା ମସଲା ଗୋଟେ ଥର ପକାଇବେ, ଚିକେନ ମସଲା ପକାଇବେ। ଏଇଟା ଯେଉଁ ମୁଁ ପକାଉଛି ଏଇଟା ଚିକେନ ମସଲା। ଆ ଦେହରେ ଫାଷ୍ଟ ତଡ଼କା ମସଲା ପକାଇଥିଲି, ଏଇଟା ଚିକେନ ମସଲା ମୁଁ ପକାଉଛି। ଚିକେନ ମସଲା ପକାଇଲା ପରେ ଟିକେ ଫ୍ରାଏ କରିବେ। ଆଉ ଏଇଟା ହେଲା କଡ଼ି ପାଉଡ଼ର। ଓକେ, କରି ପାଉଡ଼ର ଆପଣ ଛୋଟ ପ୍ୟାକେଟ୍ ଆଣି ପକାଇଦେବେ। ମୁଁ ଛୋଟ ପ୍ୟାକେଟ୍ ତା ଦେହରେ ପକାଇଥିଲି। ଆ ଦେହରେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ କିଛି ଦରକାର ନାହିଁ, ଜଷ୍ଟ ଗୋଟେ କରି ପାଉଡ଼ର, ଚିକେନ ମସଲା, ତଡ଼କା ମସଲା, ଏ ତିନୋଟି ମସଲାର ଫ୍ଲେଭର ଦେଇକି ଆକୁ ଆମେ କରିବାର ଅଛି। এইଭଳି ରେସିପି ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଗକୁ ମୁଁ ବହୁତ ଭଲ ଭଲ ଭିଡ଼ିଓ ଅପଲୋଡ଼ କରିବି। ଭଲ ଲାଗିଲେ ନିଶ୍ଚୟ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଲାଷ୍ଟରେ ଟିକେ ଧନିଆ ପତ୍ର ପକାଇ ଟିକେ ଗୋଳେଇ ଦେବେ, ଘୋଡ଼େଇ ଦେବେ, କଭର କରି ଖାଇଲା ଟାଇପ୍ରେ କାଢ଼ିବେ। ଆଉ ତାକୁ ସର୍ଭ କରି ଦେଖନ୍ତୁ ରୁଟି ସହିତ ଆପଣ ଖାଇବେ ତ ଏଇଟା ବସ୍ ଲାଗେ। ଯଦି ଆପଣ ନାନ୍ ଫାନ୍ କରୁଛନ୍ତି ନା ତାହେଲେ ଏଇ ତ ସବୁଠୁ ବେଷ୍ଟ ଆଇଟମ୍ ତଡ଼କା। ତ ଏଇଟା ରହିଲା ଭେଜ୍ ତଡ଼କା। ନନ୍ଭେଜ୍ ତଡ଼କା ବି ଟାଇମ୍ ଆସିଲେ ମୁଁ ନନ୍ଭେଜ୍ ତଡ଼କା ବି ଆପଣଙ୍କୁ ଦେଖେଇବି ସିଓର। ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ତରକାରୀଟି, ବହୁତ ଭଲ ଲାଗିବ। ମୋ ଚ୍ୟାନେଲକୁ ଯେଉଁମାନେ ସବସ୍କ୍ରାଇବ୍ କରନ୍ତି ପ୍ଲିଜ୍ ଦୟାକରି ସବସ୍କ୍ରାଇବ୍ କରନ୍ତୁ।